ଶୁଣୁ ନା ଆମର ଗୋଟେ ବଡ ଏଲଇଡି ଟିଭି ଟା ଆଣିଲେ ହୁଅନ୍ତାନି? କି ଅଛି ଏଲଇଡି ଟିଭି ଯେ ଲିନୁ ମୋର ପୁରା ବଡଟା ଆଣିଛି। ଆମର ଛୁଟିଆଟା 32 ଇଞ୍ଚ ନା ତାକ ଭଳିଆ ଗୋଟେ ବଡଟା ଆଣିଲା। ଓହୋ ମାନେ ଆମର ଛୁଟିଆ ଯେ ଏଡିଟେ ଫଟୋ ଦିଶୁଛି ତାଙ୍କର ବଡଟା ଆଣିତେ ବଡ ବଡ ମଣିଷ ଦେଖି ମଣିଷଟାକର ମଣିଷ ଟିଭିରେ ଦେଖିବା ପାଇଁ ଚାହୁଁଛୁ ଆଉ ହଁ ହଁ ପଇସା କୋଡେଇବୁ ତମେ ଯୋଉଠି ହେଲେ ଆରେଞ୍ଜ କରିଦବ ମୁଁ ଜାଣିଛି। ଓହୋ ମାନେ ମୁଁ ଏଠୁ ଧାର କର୍ଜ କରିକି ତୋ ପାଇଁ 1,00,000 ଟଙ୍କାର ଗୋଟେ ଟିଭି ଆଣିବି ଆଁ ନିଜ ସାମର୍ଥ୍ୟ ଥିବା ଅନୁସାରେ କାମ କଲେ ସୁନ୍ଦର। ଯଦି ନିଜ ସାମର୍ଥ୍ୟ ନଥାଇକି ତୁ ପଇସା ଧାର କର୍ଜ କରିକି ଆଣିକି ସୌକି କରିବୁ ଲୋକମାନଙ୍କୁ ଦେଖେଇ ହବୁ ଜାଣିବୁ ଯେ ତୋର ହେଇ ଦିନଠୁ ଦାରିଦ୍ର୍ୟ ପ୍ରବଣ ଆରମ୍ଭ ହେଲା। ବୁଝିପାରିଲୁ କି ନାହିଁ? ଧାର କର୍ଜ ହିଁ ମଣିଷକୁ ଦରିଦ୍ର କରେ। ତୋ ପାଖରେ ଆଜି ଯଦି ନାହିଁ ନେ ତୁଇ ଶାଗ ପଖାଳ ଲୁଣ ଖାଇବା ଚଳିବ କିନ୍ତୁ ଆଜି କୋଉଠୁ ଆଣି ପକେଇବି 2 ପଇସା ଆଣିକିନି ମଟନ ଝୋଲଟେ କରିଦେବି ପାଟିଟାକୁ ଟାକୁ ଲାଗୁଛି ହେଇଟା କଲେ ତୁ ଦରିଦ୍ର ହବୁ। ତୋ ପାଖରେ ଯେତିକି ଅଛି ତୁ ସେତିକିରେ ଖୁସିରେ ରହିବା ପାଇଁ ଚେଷ୍ଟା କର। ଲୋକ ଜାଣିଛୁ ନାହିଁ ଫାଇନାନ୍ସ ଗୋଦାମରେ ବହୁତ ଏମିତି ଗାଡି ଟିଭି କୁଲର ଏସି ପଡିଛି ଲୋକମାନଙ୍କର ପଇସା ନଥିବ କିଛିଟା ପଇସା ଡିପୋଜିଟ ଦେଇକି ଜିନିଷ ଧରିକି ପଳେଇ ଆଇବେ 5 ମାସ ଟିକେ ଆଉ କିସ୍ତି ଦେଇପାରିବେନି ଜିନିଷ ନେଇକିନି ଗୋଦାମରେ ସେ ପକେଇଦବ। ଆଚ୍ଛା ଯୋଉ ପ୍ରଥମ ଡିପୋଜିଟ କଲୁ 2-3 ଲକ୍ଷ ଏଇ 2-3 ଲକ୍ଷ ତୋ ଖଟାଣି ପଇସା ଟି ଗଲା କି ନାହିଁ କଥା ଲସ୍ କି ନାହିଁ ତୁ ଦରିଦ୍ର ହେଲୁନି। ତେଣୁ ନିଜ ସାମର୍ଥ୍ୟ ଅନୁସାରେ କାମ କଲେ ସବୁ ଠିକ ରହିବ। ଆଉ ଦେଖେଇ ହବା ପାଇଁ ଯଦି ଏଠୁ ଧାର କର୍ଜ କରିବୁ ଦରିଦ୍ର ହେଲୁ ବୋଲି ଯା ଏଇ ଟିଭିରେ ଆମର ଚଳା ଛୋଟିଆ ଛୋଟିଆ ମଣିଷ ଦେଖ